ପିଲାମାନେ, ଭକ୍ତ କବି ମଧୁସୂଦନ ରାଓଙ୍କ ଲିଖିତ କବିତା ଜନ୍ମଭୂମିକୁ ଆମେ ପଢ଼ି ସାରିଛନ୍ତି। ଆମେ ବର୍ତ୍ତମାନ ଜନ୍ମଭୂମି କବିତାକୁ ଆଉ ଥରେ ମନେ ପକାଇ ନେବା, ସାଙ୍ଗରେ ମିଶିକରି ଗାଇ ନେବା ଏବଂ ତାପରେ ତୁମର ବିଷୟରେ ଦିଆଯାଇଥିବା ପ୍ରଶ୍ନ ଉତ୍ତର ଗୁଡ଼ିକ ଆଲୋଚନା କରିନେବା। ଫଳରେ କବିତାକୁ ଆହୁରି ଭଲରେ ବୁଝିପାରିବ ଏବଂ ସେଥିରେ ଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ତମେ ସବୁଠି ଲେଖିପାରିବ ଏବଂ କହିପାରିବ। ତାହେଲେ ସିଧାସଳଖ ଆମେ ଯିବା, କବିତାଟିକୁ ପ୍ରଥମେ ଶୁଣି ନେବା, ତାପରେ ପ୍ରଶ୍ନ ଉତ୍ତର ଆଲୋଚନାକୁ ଯିବା। ଠିକ ଅଛି? ତାହେଲେ ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି, ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ, ତୋର ଶ୍ରୀଚରଣେ ସେବା ପାଇ ମନ ପ୍ରାଣ ଦେବା, ଗାଇବା ତୋହର ନାମ ଆନନ୍ଦ ରବେ, ତୋ ଆନନ୍ଦେ ହୋଇ ବା ସୁଖୀ, କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ, ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର, ମସ୍ତକରେ ହିମାଳୟ ପର୍ବତ ବର, ଦୁଇ ପାରୁ ସେ ଜଳଧି ବ୍ରହ୍ମପୁତ୍ର ସିନ୍ଧୁ ନଦୀ, ଚରଣରେ ବିରାଜିତ ମହାସାଗର, ବିନ୍ଧ୍ୟଗିରି ବରକଟିରେ, ଗଙ୍ଗାଦି କେତେ ନଦୀ ଶୋଭେ ଶରୀରେ, ଜନମିଲେ ତୋ କୋଳରେ କେତେ ସୁର ବୀର ନରେ, ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ, ମହାକବି ବେଦ ବ୍ୟାସ ବାଲ୍ମୀକ କାଳିଦାସ, ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ, ଚୈତନ୍ୟାଦି ମହାତ୍ମା ଜନେ ପ୍ରଚାରିଲେ ବିଭୁ ନାମ ଆନନ୍ଦ ମନେ, କେତେ କେତେ ପୁଣ୍ୟବତୀ କେତେ ପତି ବ୍ରତା ସତୀ, କେତେ ବୀରା ନାରୀ କେତେ ବୀରା ଜନନୀ, ସମସ୍ତେ ତୋର ଦୁହିତା ପଦ୍ମିନୀ ସାବିତ୍ରୀ ସୀତା, ଦୁର୍ଗାବତୀ ଆଦି କେତେ ବୀର ରମଣୀ, ନମୟିମା ଭକତି ଭରେ, ଅଧମ କ୍ଷମ ସୁତ ତୋ ଚରଣରେ। ପ୍ରଶ୍ନ ଉତ୍ତର। ଆମେ ବହି ପଢ଼ି ପ୍ରଶ୍ନର ଉତ୍ତର ଦେଇପାରୁ। ସାଙ୍ଗମାନେ, ତୁମେମାନେ ମଧ୍ୟ ପ୍ରଶ୍ନର ଉତ୍ତର ଦେଇପାରିବ। ଜନ୍ମଭୂମି କବିତାରେ ମୁଖ୍ୟତଃ କେଉଁ କଥାକୁ ବର୍ଣ୍ଣନା କରାଯାଇଛି? ତୁମକୁ 4ଟି ସମ୍ଭାବ୍ୟ କଥା ଅଛି, ସେଇଥିରୁ କେଉଁଠି ଠିକ ଉତ୍ତର ତୁମେ କହିବ। ପ୍ରଥମେ ଅଛି ହିମାଳୟର ବର୍ଣ୍ଣନା କରାଯାଇଛି। ହଁ, ହିମାଳୟର ବର୍ଣ୍ଣନା କରାଯାଇଛି, କିନ୍ତୁ ଗୋଟିଏ ସ୍ଥାନରେ କରାଯାଇଛି, ସମ୍ପୂର୍ଣ୍ଣ କବିତାରେ ବର୍ଣ୍ଣନା କରାଯାଇ ନାହିଁ। ଏହା ବୁଝିବା ଆମେ। ବୀର ରମଣୀଙ୍କ କଥା କୁହାଯାଇଛି। ହଁ, ଏହା ମଧ୍ୟ କୁହାଯାଇଛି, କିନ୍ତୁ ସାରା କବିତାରେ ନୁହେଁ, ଗୋଟିଏ ପଂକ୍ତିରେ କୁହାଯାଇଛି, 2-4 ଧାଡ଼ିରେ କୁହାଯାଇଛି। ଠିକ ଅଛି କି ନାହିଁ? ସେମିତି ଭାରତ ମାତାର ଯଶଗାନ କରାଯାଇଛି। ଏଇଟା କ'ଣ କରାଯାଇଛି? ହଁ, କରାଯାଇଛି, ଭାରତ ମାତାର ଯଶଗାନ କରାଯାଇଛି। ଆଉ ଗୋଟିଏ କଥା ଅଛି, ମହାସାଗର ବିଷୟରେ ଧାରଣା ଦିଆଯାଇଛି। ମହାସାଗର ବିଷୟରେ ଧାରଣା କ'ଣ ସବୁ ଜାଗାରେ ଦିଆଯାଇଛି? ଗୋଟିଏ ପଂକ୍ତିରେ 2-4 ଧାଡ଼ି ଭିତରେ ଦିଆଯାଇଛି। ତେଣୁ କ'ଣ ଜାଣିଲେ? ଭାରତ ମାତାର ଯଶଗାନ ସମ୍ପୂର୍ଣ୍ଣ କବିତାରେ କରାଯାଇଛି। ତେଣୁ ପ୍ରଶ୍ନ ଅଛି ଜନ୍ମଭୂମି କବିତାରେ, ତାହେଲେ ସମ୍ପୂର୍ଣ୍ଣ କବିତାରେ କେଉଁ କଥା କୁହାଯାଇଛି?
ଏ ହିମାଳୟ କଥା କିଛି ଅଂଶରେ, ବୀରାରମଣୀଙ୍କ କଥା କିଛି ଅଂଶରେ, ମହାସାଗର କଥା କିଛି ଅଂଶରେ କୁହାଯାଇଛି, କିନ୍ତୁ ଭାରତ ମାତାର ଯଶ ଗାନ ସାରା କବିତାରେ କରାଯାଇଛି। ଅତଏବ କୋଉଟା ଠିକ ଉତ୍ତର ତମେ କହିଲ? ଚିତ୍ରରେ ତମେ ସବୁ ଦେଖିନିଅ, ତାପରେ ଠିକ ଉତ୍ତର କହିବ। ଠିକ ଅଛି, କାହା ବିଷୟରେ କୁହାଯାଇଛି? ଭାରତ ମାତା ବିଷୟରେ କୁହାଯାଇଛି। ଅତଏବ କେଉଁଠି ଠିକ ଉତ୍ତର? ଭାରତ ମାତାର ଯଶ ଗାନ ସାରା କବିତାରେ କରାଯାଇଛି। ଠିକ ଉତ୍ତରଟି ଏଥର ତମମାନେ ସବୁ ପାଇଲ। ପରବର୍ତ୍ତୀ କଥାକୁ ଯିବା। ପ୍ରଶ୍ନଟିକୁ ଏଥର ଦେଖ ପିଲାମାନେ, ପ୍ରଶ୍ନଟିକୁ ଆମେ ପଢିନେବା। କବିତାରେ କେତେକ ଶବ୍ଦ ଓ ତାର ଭାବାର୍ଥ ନିମ୍ନରେ ଲେଖାଯାଇଛି। ଦଳରେ ଆଲୋଚନା କରି ପ୍ରତ୍ୟେକ ଶବ୍ଦ ସହ ଖାପ ଖାଉଥିବା ଭାବାର୍ଥକୁ ଗାରଟାଣି ଯୋଡ଼। ତୁମେ ଅଭିଧାନ, ଇଣ୍ଟରନେଟ ବା ନିଜ ଶିକ୍ଷକଙ୍କର ସହାୟତା ନେଇପାରିବ। ଏମିତି ଏକ ପ୍ରଶ୍ନଟି ଅଛି। ପ୍ରଶ୍ନକୁ ଯିବା। ପ୍ରଥମ ଶବ୍ଦଟି ଦେଇଛି ହିମାଳୟ, ଦ୍ୱିତୀୟ ଶବ୍ଦଟି ବ୍ରହ୍ମପୁତ୍ର, ତୃତୀୟଟି ଦ୍ରୋଣ, ଚତୁର୍ଥଟି ସୀତା, ପଞ୍ଚମଟି ଦେଇଛି ଗଙ୍ଗା, ଷଷ୍ଠଟି ଚୈତନ୍ୟ, ସପ୍ତମରେ ପଦ୍ମିନୀ, ଅଷ୍ଟମରେ ଅର୍ଜୁନ, ନବମରେ ଭୀଷ୍ମ, ଦଶମରେ ବାଲ୍ମୀକି। ଏମିତି 10ଟି ଶବ୍ଦ ଦେଇଛି। ସବୁ ଶବ୍ଦ ତୁମରି ସେଇ କବିତାରୁ ଆସିଅଛି। ବର୍ତ୍ତମାନ ଆମେ ଦେଖିବା ସେ ଶବ୍ଦ ପାଇଁ କଣ କଣ ଭାବାର୍ଥ ଦେଇଛି। ପ୍ରଥମ ଭାବାର୍ଥକୁ ଯିବା। ସେଥିରେ ଲେଖା ହେଇଛି ତୃତୀୟ ପାଣ୍ଡବ। ତୃତୀୟ ପାଣ୍ଡବକୁ ଟିକେ ବୁଝି ନେବା ଆସ। ତୃତୀୟ ପାଣ୍ଡବ କିଏ? ତୁମେ ଜାଣିଛ ମହାଭାରତରେ ପାଣ୍ଡବ 5 ଭାଇଙ୍କ ବାବଦରେ ଗପ ମଧ୍ୟ ଶୁଣିଛ। ସେମାନେ କିଏ କିଏ? ପ୍ରଥମେ ଯୁଧିଷ୍ଠିର, ଦ୍ୱିତୀୟରେ ଭୀମ, ତୃତୀୟରେ ଅର୍ଜୁନ, ଚତୁର୍ଥରେ ନକୁଳ ଏବଂ ପଞ୍ଚମରେ ସହଦେବ। ଅତଏବ ତୃତୀୟରେ କିଏ ଆସିଲେ? ତୃତୀୟରେ ଆସିଲେ ଅର୍ଜୁନ। ତେଣୁ ତୃତୀୟ ପାଣ୍ଡବ କିଏ? ଅର୍ଜୁନ। ଠିକ ହେଲା, ଆମେ ଦେଖିବା ପରେ ତାକୁ ମିଳେଇବା। ଠିକ ଅଛି, ତୃତୀୟ ପାଣ୍ଡବ ଆମେ ଅର୍ଜୁନ ପାଖକୁ ଗଲେ। ଠିକ ଅଛି ପିଲାମାନେ, ତୃତୀୟ ପାଣ୍ଡବ କିଏ? ଅର୍ଜୁନ ହେଲେ। ଦ୍ୱିତୀୟରେ ଅଛି ଭାରତର ଦୀର୍ଘତମ ପବିତ୍ର ନଦୀ। ଖାଲି ଦୀର୍ଘତମ ନଦୀ ନୁହେଁ, ଦୀର୍ଘତମ ନଦୀ ହେଇଥିଲେ ଆଉ କିଏ ହେଇଥାନ୍ତା? ପବିତ୍ର ଶବ୍ଦଟି ଆସୁଛି ମାନେ ପବିତ୍ର ନଦୀ କିଏ ହେବେ? ଗଙ୍ଗା। ଦୀର୍ଘତମ ପବିତ୍ର ନଦୀ କିଏ? ଗଙ୍ଗା। ଆମେ ଜାଣିଗଲେ ଉତ୍ତର। ଦେଖିବା ତାକୁ ମିଳେଇବା। ଗଙ୍ଗାଙ୍କ ପୁତ୍ର। ଏଇ ଚରିତ୍ରଟି ମହାଭାରତର ଏକ ଚରିତ୍ର। ମା ଗଙ୍ଗାଙ୍କ ପାଖରୁ ତାଙ୍କର ଜନ୍ମ ହୋଇଥିଲା। ଠିକ ଅଛି, କିଏ ସିଏ? ପିତାମହ ଭୀଷ୍ମ ହେଉଛନ୍ତି ଗଙ୍ଗାଙ୍କର ପୁତ୍ର। ଠିକ ଅଛି, ମନେ ରହିଲା। ଚତୁର୍ଥରେ ଅଛି କୌରବ ଓ ପାଣ୍ଡବ ମାନଙ୍କର ପିତାମହ। କୌରବ ଏବଂ ପାଣ୍ଡବ। କୌରବ କେତେ ଭାଇ? ମହାଭାରତର କଥା 100 ଭାଇ। ତାଙ୍କର ଗୋଟିଏ ଭଉଣୀ ଥିଲେ ମଧ୍ୟ। ପାଣ୍ଡବ ମାନଙ୍କର କେତେ ଭାଇ? 5 ଭାଇ। ଠିକ ଅଛି, କିନ୍ତୁ ସବୁଠୁ ବଡ କଥା ହେଲା ଯୋଉ କର୍ଣ୍ଣ ନୁହଁ, କର୍ଣ୍ଣ ପାଣ୍ଡବ ମାନଙ୍କର ମଧ୍ୟ ଜଣେ ଭାଇ। ଯଦି ସେ ତାଙ୍କ ସହିତ ରହିଥାନ୍ତେ ତାହେଲେ 6 ଭାଇ ହେଇଥାନ୍ତେ, କିନ୍ତୁ ପାଣ୍ଡବଙ୍କ ସହିତ ନଥିବାରୁ 5 ଭାଇ ପାଣ୍ଡବ କୁହାଯାଏ। ପାଣ୍ଡବ ମାନେ ଆଉ କୌରବ ମାନଙ୍କର ପିତାମହ ହେଉଛନ୍ତି କିଏ? ସେଇ ଗଙ୍ଗାପୁତ୍ର ଭୀଷ୍ମ। ବୁଝିହେଲା? ଗୌଡୀୟ ବୈଷ୍ଣବ ମତବାଦର ପ୍ରଚାରକ। ଗୋଟେ ବୈଷ୍ଣବ ଧର୍ମ ଅଛି। ବୈଷ୍ଣବ ମାନେ ତାଙ୍କୁ କହନ୍ତି ବୈଷ୍ଣବ। ଗୌଡୀୟ ବୈଷ୍ଣବ ଧର୍ମର ପ୍ରଚାରକ କିଏ ଥିଲେ ଏବଂ ତାର ପ୍ରସାରକ କିଏ ଥିଲେ? ଶ୍ରୀ ଚୈତନ୍ୟ। ଠିକ ହେଲା, ବୁଝିହେଲା କଥାଟି। ମେୱାରର ରାଣୀ। ମେୱାରର ରାଣୀ ଓ ବୀରା ରମଣୀ କିଏ କହିଲ ପିଲାମାନେ? ଛଅ ନମ୍ବରରେ ଅଛି ମେୱାରର ରାଣୀ ଓ ବୀରା ରମଣୀ। କବିତାରେ ବର୍ଣ୍ଣନା କରାଯାଇଛି ପଦ୍ମିନୀଙ୍କ ବାବଦରେ। ପଦ୍ମିନୀ ହେଉଛନ୍ତି ମେୱାରର ରାଣୀ ଓ ବୀର ରମଣୀ। 6 ନମ୍ବରରେ ଅଛି ଜନକ ରଜାଙ୍କ ଦୁହିତା ପ୍ରଭୁ ଶ୍ରୀରାମଙ୍କ ଧର୍ମପତ୍ନୀ। ଏଇଟା ତମେ କହିଦବ ସାଙ୍ଗେ ସାଙ୍ଗେ, ରାମାୟଣର ମାତା ସୀତା ନୁହେଁ କି? ତାପରେ ମତେ କୁହ କୌରବ ଓ ପାଣ୍ଡବଙ୍କର ଗୁରୁ କିଏ? କୌରବ ଓ ପାଣ୍ଡବଙ୍କର ଗୁରୁ। କୌରବ 100 ଭାଇ ଏବଂ ପାଣ୍ଡବ 5 ଭାଇଙ୍କର ଗୁରୁ କିଏ? କିଏ କହିଲ? ଗୁରୁ ଦ୍ରୋଣ। କିଏ? ଗୁରୁ ଦ୍ରୋଣ। ତମେ ଚିତ୍ରରେ ଦେଖିଛ, ଆଉ ତୁମେ କବିତାଟିକୁ ପଢିଲା ବେଳେ ମଧ୍ୟ ଦେଖିଛ, ନାଇଁ କି? ଏବେ 9 ନମ୍ବରକୁ ଯିବା। ମୁଖ୍ୟତଃ ଅରୁଣାଚଳ ପ୍ରଦେଶ ଓ
ଓ ଆସାମ ଦେଇ ବହିଯାଉଥିବା ନଦୀ ଯାହାକି ଶେଷରେ ବଙ୍ଗୋପସାଗରରେ ମିଶିଛି। ସେ ନଦୀଟିର ନାଁ କଣ? ଏଠି ପ୍ରଶ୍ନ ପଚାରିଛି। କଣ କହିବା? କିଏ ସେ ନଦୀଟି? ବ୍ରହ୍ମପୁତ୍ର ନଦୀ। କେଉଁ ନଦୀ? ବ୍ରହ୍ମପୁତ୍ର ନଦୀ। ସଂସ୍କୃତ ରାମାୟଣର ରଚୟିତା କିଏ? ସଂସ୍କୃତ ରାମାୟଣ ରଚୟିତା କିଏ କହିଲ? କିଏ ସଂସ୍କୃତ ରାମାୟଣ ରଚନା କରିଥିଲେ? ବାଲ୍ମୀକି, ଋଷି ବାଲ୍ମୀକି ରଚନା କରିଥିଲେ। 11 ନମ୍ବରରେ ଅଛି ଭାରତର ଉତ୍ତର ସୀମାରେ ବ୍ୟାପି ରହିଥିବା ପର୍ବତମାଳା। ଆମେ କହନ୍ତିନି ଭାରତର ଉତ୍ତରରେ କିଏ? ହିମାଳୟ ପର୍ବତମାଳା। ଠିକ ଅଛି। ତାହେଲେ ଉତ୍ତରରେ ରହିଥିବା ପର୍ବତମାଳା, ତାକୁ ପର୍ବତମାଳା କାହିଁ କୁହାଗଲା? ଅନେକ ଗୁଡ଼ିଏ ପର୍ବତ ସେଥିରେ ଅଛି, ସେଥିପାଇଁ ପର୍ବତମାଳା କୁହାଗଲା। ଇଂରାଜୀରେ ତାକୁ କହିବା ମାଉଣ୍ଟେନ ରେଞ୍ଜ। ହେଲା, ଠିକ ଅଛି। ଭାରତର ଉତ୍ତର ସୀମାରେ ବ୍ୟାପି ରହିଥିବା ପର୍ବତମାଳା ହେଉଛି ହିମାଳୟ ପର୍ବତମାଳା। ଏବେ ଏଗୁଡ଼ିକୁ ମ୍ୟାଚ୍ କରିବା। ତମେ ସବୁ ଜାଣିଗଲ, ଏଗୁଡ଼ିକୁ ଯୋଡ଼ି ଦେଇକି ଦେଖିବା। ତାହେଲେ ପ୍ରଥମେ ଅଛି ହିମାଳୟ। କିଏ? ଭାରତର ଉତ୍ତର ସୀମାରେ ବ୍ୟାପି ରହିଥିବା ପର୍ବତମାଳା ହେଇଗଲା। ଦ୍ୱିତୀୟରେ ବ୍ରହ୍ମପୁତ୍ର, ମୁଖ୍ୟତଃ ଅରୁଣାଚଳ ପ୍ରଦେଶ ଓ ଆସାମ ଦେଇ ବହି ଯାଉଥିବା ନଦୀ, ଯାହାକି ଶେଷରେ ବଙ୍ଗୋପସାଗରରେ ମିଶିଛି। ମନେ ରହିବା କଥା। ଦ୍ରୋଣ କିଏ? କୌରବ ଓ ପାଣ୍ଡବଙ୍କର ଗୁରୁ। ଆମେ ଆଲୋଚନା କରିଥିଲେ। ମାତା ସୀତା ହେଉଛନ୍ତି ଜନକ ରାଜାଙ୍କର ଦୁହିତା ଝିଅ ବା କନ୍ୟା। ସେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କର ଧର୍ମପତ୍ନୀ ସ୍ତ୍ରୀ। ଗଙ୍ଗା ଭାରତର ଦୀର୍ଘତମ ପବିତ୍ର ନଦୀ ଭାବରେ ପରିଚିତ ହେଉଛି ଗଙ୍ଗା। ଚୈତନ୍ୟ କଥା ଆଲୋଚନା କରିଥିଲେ। ଚୈତନ୍ୟ ହେଉଛନ୍ତି ଗୌଡ଼ୀୟ ବୈଷ୍ଣବ ମତବାଦର ପ୍ରଚାରକ ପ୍ରସାରକ। ତାଙ୍କୁ ଶ୍ରୀ ଚୈତନ୍ୟ ବୋଲି କହନ୍ତି ଆମମାନେ ସମସ୍ତେ। ପଦ୍ମିନୀ ମହାରାଣୀ ପଦ୍ମିନୀ ହେଉଛନ୍ତି ମେୱାରର ରାଣୀ ଓ ବୀର ରମଣୀ। ସେ ଜଣେ ବୀର ରମଣୀ, ଯୋଦ୍ଧା, ସାହସୀ ରମଣୀ। ଏବେ ଦେଖିବା ଅର୍ଜୁନ କିଏ? ତୃତୀୟ ପାଣ୍ଡବ ତ ପ୍ରଥମେ ଆଲୋଚନା କରିଦେଇଛି। ଭୀଷ୍ମ କିଏ? ଗଙ୍ଗାଙ୍କର ପୁତ୍ର। ଭୀଷ୍ମଙ୍କର ଆଉ ଏକ ପରିଚୟ ବି ଅଛି, ତାକୁ ଯିବା ଆଗକୁ ଯିବା ଜାଣିବା। ବାଲ୍ମୀକି ହେଉଛନ୍ତି ସଂସ୍କୃତ ରାମାୟଣର ରଚୟିତା ଏବଂ ଭୀଷ୍ମଙ୍କର ଆଉ ଏକ ପରିଚୟ ହେଉଛି ସେ କୌରବ ଓ ପାଣ୍ଡବ ମାନଙ୍କର ପିତାମହ। ଠିକ ଅଛି, ଏତିକି କଥା ଆମମାନେ ଜାଣିଲେ। ପରବର୍ତ୍ତୀ ପ୍ରଶ୍ନକୁ ଆମମାନେ ଯିବା। ଆଲୋଚନା କରିବା ଆସ। ଏହା ହେଉଛି ପରବର୍ତ୍ତୀ ପ୍ରଶ୍ନ ପିଲାମାନେ। ଏଠାରେ କବିତାର ପଂକ୍ତିକୁ ଆମେ ଆଲୋଚନାକୁ ନେବା। ପଢ଼ିବା କବିତାର ପଂକ୍ତିକୁ। ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ ତୋର ଶ୍ରୀଚରଣ ସେବା ପାଇଁ ମନ ପ୍ରାଣ ଦେବା ଗାଇବା ତୋହର ନାମ ଆନନ୍ଦ ରବେ। କବିତାର ପ୍ରଥମ ଦୁଇ ପଂକ୍ତି। ଠିକ ଅଛି ପିଲାମାନେ, ଏହାକୁ ଆମେ ଆଲୋଚନା କରିବା। ପ୍ରତ୍ୟେକ କଥାକୁ ଆମେ ଆଲୋଚନା କରିବା। ଯିବା ତାହେଲେ। ତୋ ଆନନ୍ଦେ ହୋଇବା ସୁଖୀ କାନ୍ଦିବା ଦୁଃଖରେ ତୋର ହଇଣ ଦୁଃଖୀ। ନିମ୍ନଲିଖିତ କବିତାଟି ଆମ ମାତୃଭୂମି ଆମରି ଭାରତ ମାତା ଉପରେ ପର୍ଯ୍ୟବେସିତ। ଭକ୍ତ କବି ମଧୁସୂଦନ ରାଓଙ୍କର ଭାରତ ମାତା ପ୍ରତି ଭକ୍ତି, ସ୍ନେହ, ଶ୍ରଦ୍ଧା, ଭଲ ପାଇବାକୁ ଏହି କବିତା ଜରିଆରେ ପ୍ରକାଶିତ ହୋଇଛି। ପ୍ରକୃତରେ ଏହା ଭାରତ ମାତା ପ୍ରତି ଏକ ନିଷ୍ଠାର ଗଭୀର ଅଭିବ୍ୟକ୍ତି। ଏଥିରେ କବି ଭାରତକୁ ମା ଭାବରେ ଦେଖି ତାଙ୍କ ପ୍ରତି ନିଜର ଅପାର ଭଲ ପାଇବାକୁ ପ୍ରକାଶ କରିଛନ୍ତି। ପ୍ରଥମ ଧାଡ଼ିଟିକୁ ଆମେ ପଢ଼ିବା, ଯେଉଁଥିରେ ଲେଖା ଅଛି ତୁହି ମା ଜନମ ଭୂମି ପବିତ୍ର ଭାରତ ଭୂମି। ଏହି ପଂକ୍ତିରେ କବି ଆମର ଦେଶ ଭାରତ ମାତାକୁ ଏକ ପବିତ୍ର ମା ଭାବରେ ସମ୍ବୋଧନ କରିଛନ୍ତି। ମା ଯେପରିକି ଆମକୁ ଜନ୍ମ ଦେଇଥାନ୍ତି, ପାଳନ ପୋଷଣ କରିଥାନ୍ତି, ସେପରି ଆମର ଜନ୍ମଭୂମି ମଧ୍ୟ ଆମକୁ ଜୀବନ ଦେଇଛି, ଆମକୁ ଆଶ୍ରୟ ଦେଇଛି ଓ ଆମର ଉନ୍ନତି ପାଇଁ ସମସ୍ତ ସୁବିଧା ଯୋଗାଇଛି। ଏହିପରି ଭାବରେ ଦେଶକୁ ମା ସହ ସମାନ ମଧ୍ୟ କରାଯାଇଛି। କବି ସମାନ କରିଛନ୍ତି ଦେଶକୁ ମା ସହିତ। ମା ଜନ୍ମ ଦିଅନ୍ତି, ଆମ ଦେଶ, ଆମ ମୃତ୍ତିକା, ଆମର ମାଟି ଆମକୁ ସାରା ଜୀବନ ଧରି ରଖେ, ଯାହା ଆମର ହୃଦୟରେ ଗଭୀର ଭକ୍ତି ଓ ସମ୍ମାନର ଭାବ ଜନ୍ମାଏ। ପରବର୍ତ୍ତୀ କଥା ଅଛି ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ। ଏଠାରେ କବି କହୁଛନ୍ତି ଯେ ଆମେ ସମସ୍ତେ ଏହି ମାତୃଭୂମିର ସନ୍ତାନ। ଜାତି, ଧର୍ମ, ବର୍ଣ୍ଣ, ଭାଷା, ଅଞ୍ଚଳ, ଲିଙ୍ଗ ଆଦି ଭିନ୍ନତା ସତ୍ତ୍ୱେ ଆମେ ପ୍ରଥମ ପରିଚୟ ହେଉଛି ଆମର ଭାରତ ମାତାଙ୍କର ପୁତ୍ରପୁତ୍ରୀ। ଏଇଠୁ ଆମେ ଏକତାର ମନ୍ତ୍ର ଶିଖନ୍ତି। ଆମ ମଧ୍ୟରେ ଥିବା ଭାଇଚାରା ଆଉ ଏକତା ସମ୍ମିଳନୀର ଭାବ ଆମେ ଏଇଥିରୁ ଶିଖିବାକୁ ପାଉ। ଏଇ କଥା କହୁଛନ୍ତି କବି ଏହି ପଂକ୍ତିରେ। ପରବର୍ତ୍ତୀ ପଂକ୍ତିରେ ଅଛି ତୋର ଶ୍ରୀଚରଣ ସେବା ପାଇଁ ମନ ପ୍ରାଣ ଦେବା। କଣ କଣ ଦେବା? ମନ ଦେବା, ପ୍ରାଣ ଦେବା। ଏହି ପଂକ୍ତିରେ ଦେଶ ସେବାର ମହତ୍ୱକୁ ଉଲ୍ଲେଖ କରାଯାଇଛି। କବି କହୁଛନ୍ତି ଯେ ମାତୃଭୂମିର ସେବା ପାଇଁ ନିଜର ସମସ୍ତ ଶକ୍ତି, ମନ, ପ୍ରାଣକୁ ଅର୍ପଣ କରିବାକୁ ଆମେ ପ୍ରସ୍ତୁତ ରହିବା ଉଚିତ।
ଦେଶ ପାଇଁ ନିଷ୍ଠା ଓ ତ୍ୟାଗର ଭାବ ରଖିବା ଏକ ସତ୍ୟ ନାଗରିକର ଲକ୍ଷଣ। ଆମ ଦେଶର ଉନ୍ନତି, ସୁରକ୍ଷା ଓ ସମୃଦ୍ଧି ପାଇଁ ନିଜ ଶକ୍ତି ଅନୁଯାୟୀ କାମ କରିବା ମଧ୍ୟ ଆବଶ୍ୟକ। ଠିକ ଅଛି ପିଲାମାନେ, ଏ କଥାଟିକୁ ବୁଝିଲେ। ପରବର୍ତ୍ତୀ ପଂକ୍ତିରେ ଅଛି ଗାଇବା ତୋହର ନାମ ଆନନ୍ଦ ରବେ। ଏଠାରେ କବି ଆମକୁ ଦେଶ ପ୍ରତି ଗର୍ବ ଓ ଆନନ୍ଦର ଭାବ ରଖିବାକୁ କହୁଛନ୍ତି। ଆମ ଦେଶର ନାମକୁ ଗର୍ବର ସହିତ ଉଚ୍ଚାରଣ କରିବା ଉଚିତ। ଦେଶର ସଫଳତା, ସଂସ୍କୃତି, ସାହିତ୍ୟ, ଐତିହ୍ୟକୁ ଗର୍ବର ସହିତ ପ୍ରଚାର କରିବା ଆମର କର୍ତ୍ତବ୍ୟ। ଏହା ଆମର ଦେଶ ପ୍ରେମର ପରିପ୍ରକାଶ ବୋଲି କବି କହିଛନ୍ତି। ତୋ ଆନନ୍ଦେ ହୋଇବା ସୁଖୀ। ଏହି ପଂକ୍ତିରେ କବି କହୁଛନ୍ତି ଯେ ମାତୃଭାଷା, ମାତୃଭୂମି ସମୃଦ୍ଧ ହେଲେ ଆମେ ସମସ୍ତେ ସମୃଦ୍ଧ ହେବା, ଆମେ ସମସ୍ତେ ଖୁସି ହେବା, ଆମେ ସମସ୍ତେ ସୁଖୀ ହେବା। ଦେଶର ଉନ୍ନତିରେ ବ୍ୟକ୍ତିକ ଉନ୍ନତି ହୋଇଥାଏ। ବ୍ୟକ୍ତିମାନଙ୍କର କର୍ମ କର୍ତ୍ତବ୍ୟ ଦ୍ୱାରା ଦେଶର ଉନ୍ନତି ହୋଇଥାଏ, ଦେଶର ସମୃଦ୍ଧି ମଧ୍ୟ ହୋଇଥାଏ। ଯେତେବେଳେ ଦେଶ ଉନ୍ନତି କରେ ସେତେବେଳେ ତାହାର ନାଗରିକମାନେ ମଧ୍ୟ ସୁଖୀ ହୁଅନ୍ତି। ଏହି କଥା କବି ଏଠାରେ କହୁଛନ୍ତି ଆମେ କେମିତି ସୁଖୀ ହେବା? ଆମ କର୍ତ୍ତବ୍ୟ କର୍ମ ପରିପ୍ରକାଶ କରି ଆମେ ସୁଖୀ ହେବା। କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ। ଆମ ଦେଶ, ଆମ ପରିବାର, ଆମ ଘର। ଆମେ ଯେମିତି ପରିବାରର ଦୁଃଖରେ ଦୁଃଖୀ ହେଇଯାଉ, ଠିକ୍ ସେମିତି ଆମ ଦେଶକୁ ସଙ୍କଟ କିମ୍ବା ସମସ୍ୟା ଆସିଲେ ଆମେ ମଧ୍ୟ ତାର ସହଭାଗୀ ହେବା ଉଚିତ। ସମାନୁଭୂତି ଆମେ ପ୍ରକାଶ କରିବା ଉଚିତ। ଆମେ ସେମିତି କଷ୍ଟ ପାଇବା ଉଚିତ। ଅର୍ଥାତ୍ ଆମେ ଦେଶକୁ ସେ ଦୁଃଖ କଷ୍ଟରୁ ପ୍ରଚେଷ୍ଟା ଜରିଆରେ ମୁକ୍ତି କରିବା ଉଚିତ। ଏହା ଏକ ଦେଶଭକ୍ତିର ଚିହ୍ନ। ଏହି କବିତା ଆମକୁ କ'ଣ ଶିଖାଏ? ଶେଷରେ ଆମେ ଆଲୋଚନାକୁ ଆଣିବା। ଏହି କବିତା ଆମର ଦାୟିତ୍ୱ, ଆମର କର୍ତ୍ତବ୍ୟ କଥା ଶିଖାଏ। ଦେଶ ମାତୃକାକୁ ଭଲ ପାଇବାର କଥା ଶିଖାଏ। ଆମେ ସତ୍ୟନିଷ୍ଠ ହେବା, ଦେଶର ନିୟମ ମାନିବା, ଦେଶର ପରିବେଶ, ଶିକ୍ଷା, ନୀତି, ସଂସ୍କୃତି, ପରମ୍ପରା, ପ୍ରଥା ଇତ୍ୟାଦିକୁ ସମ୍ମାନ ଦେବା ଏବଂ ଦେଶକୁ ଶକ୍ତିଶାଳୀ କରିପାରିବା। ଏହି କବିତାର ମୁଖ୍ୟ ସନ୍ଦେଶ ହେଉଛି ଆମେ ଆମ ଦେଶକୁ ମା ଭାବି ଭଲ ପାଇବା, ସେବା କରିବା, ତା ଦୁଃଖରେ ଦୁଃଖୀ ହେବା, ତା ସୁଖରେ ସୁଖୀ ହେବା। ଏହା ଆମର କର୍ତ୍ତବ୍ୟ ଏବଂ ଦାୟିତ୍ୱବାନ ନାଗରିକ ଭାବରେ ଏହା ଆମର ଦାୟିତ୍ୱ ମଧ୍ୟ। ପିଲାମାନେ, ଆମେ କବିତାର ଏହି ଅଂଶକୁ ଆଲୋଚନା କଲେ। ଏବେ ସରଳାର୍ଥଟିଏ କେମିତି ଲେଖିବା ସେଇ କଥାକୁ ଆମେମାନେ ଯିବା। ପରବର୍ତ୍ତୀ କଥାକୁ ଯିବା। ଏଇଠାରେ ଦେଖ, ପ୍ରଥମେ ମୁଁ କବିତାଟିକୁ କୋଟେସନ ଭିତରେ ଲେଖିଲି ତୁହି ମା ଜନ୍ମଭୂମି ଡଟ୍ ଡଟ୍ ଦେଇକି କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ। ସମ୍ପୂର୍ଣ୍ଣ କବିତାଟି ଏଠି ରହିଲା। ତାପରେ ମୁଁ ଲେଖିଲି ଉକ୍ତ ପଦ୍ୟାଂଶଟି ବା ଉକ୍ତ ପଦ୍ୟଖଣ୍ଡଟି ଷଷ୍ଠ ଶ୍ରେଣୀ ସାହିତ୍ୟ ବହିରେ ଥିବା କବିତା ଜନ୍ମଭୂମିରୁ ଆସିଅଛି। ଭକ୍ତ କବି ମଧୁସୂଦନ ରାଓଙ୍କ ଲିଖିତ ଏହି କବିତା ଦେଶଭକ୍ତି ଓ ଭାରତ ଗାଥାକୁ ପ୍ରକାଶ କରୁଅଛି। ଏହି କବିତା ଆମ ମାତୃଭୂମି ଭାରତ ମାତା ପ୍ରତି ଭକ୍ତି, ସ୍ନେହ ଓ ନିଷ୍ଠାର ଏକ ଗଭୀର ଅଭିବ୍ୟକ୍ତି। ଏଥିରେ କବି ଭାରତକୁ ମା ଭାବରେ ଦେଖି ତାଙ୍କ ପ୍ରତି ନିଜର ଅପାର ଭଲ ପାଇବାକୁ ପ୍ରକାଶ କରିଛନ୍ତି। ଏଇଟା ପ୍ରଥମ ଅନୁଚ୍ଛେଦରେ ରହିଲା। ଏତିକି ଆଲୋଚନା, ସଂକ୍ଷେପରେ ଆଲୋଚନା ଏତିକି ରହିଲା। ଶେଷରେ ଲେଖିଲେ କବିତାର ଏହି ଅଧ୍ୟାୟର କବି ଦେଶ ମାତୃକା ପ୍ରତି ଗଭୀର ଶ୍ରଦ୍ଧା ପ୍ରକାଶ କରିଛନ୍ତି। ଏ କଥା ଏଠି ରହିଲା। ବର୍ତ୍ତମାନ ବଡିଟାକୁ ଆମେ ପଢିବା, କ'ଣ କ'ଣ ବଡିରେ ଅଛି। ଠିକ ଅଛି ପିଲାମାନେ, ଆମେ ବଡି ବର୍ତ୍ତମାନ ଆଲୋଚନା କରିବା। କବି ଆମର ଦେଶ ଭାରତକୁ ଏକ ପବିତ୍ର ମା ଭାବରେ ସମ୍ବୋଧନ କରିଛନ୍ତି। ମା ଯେପରିକି ଆମକୁ ଜନ୍ମ ଦେଇଥାନ୍ତି, ଲାଳନ ପାଳନ କରିଥାନ୍ତି, ସେପରି ଆମର ମାତୃଭୂମି ମଧ୍ୟ ଆମକୁ ଜୀବନ ଦେଇଛି। ଆମେ ସମସ୍ତେ ଏହି ମାତୃଭୂମିର ସନ୍ତାନ। ଜାତି, ଧର୍ମ, ଭାଷା, ଅଞ୍ଚଳ ଆଦି ଭିନ୍ନତା ଥିଲେ ମଧ୍ୟ ଆମେ ଆମମାନଙ୍କର ସବୁଠୁ ପ୍ରଥମ ପରିଚୟ ହେଉଛି ଆମେମାନେ ଭାରତ ମାତାର ପୁତ୍ର ପୁତ୍ରୀ ବା ସନ୍ତାନ। ଏହି କବିତା ଆମକୁ ଏକତାର ମନ୍ତ୍ର ଶିଖାଏ। ଆମେ ଏକ ମାର ସନ୍ତାନ ହେବାରୁ ଆମ ମଧ୍ୟରେ ଭାଇଚାରା ଓ ସମ୍ମିଳନର ଭାବ ଅତୁଟ ରହିଛି, ସେ କଥା ମଧ୍ୟ ଶିଖାଏ। ଆମେ ମାତୃଭୂମିର ସେବା ପାଇଁ ନିଜର ସମସ୍ତ ଶକ୍ତି, ମନ ଓ ପ୍ରାଣକୁ ଅର୍ପଣ କରିବାକୁ ପ୍ରସ୍ତୁତ ହେବା ଉଚିତ। ଦେଶ ପାଇଁ ନିଷ୍ଠା ଓ ତ୍ୟାଗର ଭାବ ରଖିବା ଏକ ସତ୍ୟ ନାଗରିକର ଲକ୍ଷଣ। ଆମେ ଦେଶର ଉନ୍ନତି, ସୁରକ୍ଷା, ସମୃଦ୍ଧି ପାଇଁ ନିଜ ଶକ୍ତି ଅନୁଯାୟୀ କାମ କରିବା ଆବଶ୍ୟକ। ଆମେ ଆମର ଦେଶର ନାମକୁ ଗର୍ବର ସହିତ ଉଚ୍ଚାରଣ କରିବା ଉଚିତ। ଦେଶର ସଫଳତା, ସଂସ୍କୃତି, ଐତିହ୍ୟକୁ ଗର୍ବର ସହିତ ପ୍ରଚାର କରିବା ଆମର କର୍ତ୍ତବ୍ୟ। ଦେଶର ଉନ୍ନତି ଓ ସମୃଦ୍ଧି
ଆମର ନିଜର ସୁଖ ହେବା ସଙ୍ଗେ ସଙ୍ଗେ ଦୁଃଖ ସମୟରେ ଆମେ ମଧ୍ୟ ସମାନୁଭୂତି ପ୍ରକାଶ କରିବା ଆଉ ଦେଶ ମାତୃକାକୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ ହେବା ଉଚିତ। ପିଲାମାନେ, ଏହି ହେଉଛି ସରଳାର୍ଥର ରୂପ। ତମମାନେ କବିତାକୁ ଛୋଟ ଛୋଟ ସରଳାର୍ଥରେ ପରିଣତ କରି ଏମିତି ଲେଖା ଅଭ୍ୟାସ କରିବ, ସୁନ୍ଦର ଭାବରେ ଲେଖିପାରିବ। ତମମାନେ ଏମିତି ଲେଖିଲେ ଖୁବ୍ ଭଲ ନମ୍ବର ମଧ୍ୟ ପାଇବ, ସାହିତ୍ୟକୁ ଭଲ ପରିପ୍ରକାଶ ମଧ୍ୟ କରିପାରିବ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।